बीएन मीडिया रो पुणी एक क्लास रे समस्त को स्वागत। आज आम सरस्वती गणितमाला श्रेणी तृतीय पूर्व पाठर आलोचना को देखिबा। एक नंबर प्रश्न 428 रे 2 रो मूल्य 8 रो मूल्य ठारू केते अधिक। देखिबा 428 एही 428 रे 2 रो मूल्य होची 2 10 समान केते 20 एवं 8 रो मूल्य होची 8 1 समान केते 8। प्रश्न कहिची केते 2 रो मूल्य 8 रो मूल्य ठारू केते अधिक। आमे फेडी देबा। 0 रु 8 वियोग करी हबो नाही। एटिरो 1 10 आनिलु 10 रु 8 वियोग कले 2 एठी अछि 1 केते हला 12 अधिक केते 2 रो मूल्य 8 रो मूल्य ठारू 12 अधिक। देखिबा परवर्ती प्रश्न। देखिबा 2 नंबर 550 और 560 मध्यरु केउ संख्याटी 556 रो निकटवर्ती कहिले पाख संख्या। प्रथमे हम तार व्यवधान देखिबा। 556 वियोग 550 6 रु 0 वियोग करिबा 6 5 रु 5 वियोग करिबा 0 5 रु 5 वियोग करिबा 0 आर व्यवधान होची 6। वर्तमान देखिबा 560 वियोग 556 0 रु 6 वियोग करी हबो नहीं। 1 10 आनिलु 10 रु 6 वियोग कले 4 तापरे एठी अछि 6 पाखरे अछि 5 5 रु 5 वियोग कले 0 एठी 5 रु 5 वियोग कले 0 आर व्यवधान होची केते 4। तेबे एही 560 होची 556 रो निकटवर्ती संख्या। देखिबा परवर्ती प्रश्न। देखिबा 3 नंबर केउ संख्यारू 125 वियोग कले वियोगफल 3 अंक विशिष्ट क्षुद्रतम संख्या हेबो। 3 अंक विशिष्ट क्षुद्रतम संख्या कहिले केते 100 अर्थात केउ संख्यारू 125 वियोग कले 100 हेबो। केउ संख्या हेबो 125 मिसाण 100 5 आउ 0 5 2 आउ 0 2 1 1 2 अर्थात केते 225 रु जदि आमे 125 वियोग करिबा ताहले 3 अंक विशिष्ट क्षुद्रतम संख्या हेबो अर्थात 100 हेबो। देखिबा परवर्ती प्रश्न। गोटे विद्यालय रे 324 जन छात्री थिले। छात्री अपेक्षा 122 जन अधिक छात्र थिले। तेबे से विद्यालय रो केते जन छात्र छात्री थिले। देखिबा ए प्रश्न कहिछि कोन केते जन छात्री हेउचंती 324 छात्र हेउचंती केते 122 जन अधिक। आमे 122 जोग करिबा 4 आउ 2 6 2 आउ 2 4 3 आउ 1 4 446 जन हेले कौन छात्र संख्या एवं पूर्वर थिले छात्री संख्या हला 324 6 4 10 4 2 6 1 7 4 3 7 अर्थात सही विद्यालय रे मोट छात्र छात्री संख्या हेले 770 जन सही विद्यालय रे थिले। 5 नंबर प्रश्न। 3 अंक विशिष्ट बृहत्तम संख्या
ଓ 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ପ୍ରଭେଦ କେତେ? 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଉଛି 999 ଏବଂ 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଉଛି 10। ପ୍ରଭେଦ କହିଲେ ଆମେ ଫେଡ଼ିଦେବା। 9 ରୁ 0 ବିୟୋଗ କରିବା 9, 9 ରୁ 1 ବିୟୋଗ କରିବା 8, 9 ରୁ 9 ହେଲେ କେତେ? 999 ହେଉଛି ପ୍ରଭେଦ। 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଓ 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ପ୍ରଭେଦ ହେଉଛି 999। ନମ୍ବର 6, ଗୋଟିଏ ପେଟିରେ 470ଟି ଆମ୍ବ ଥିଲା, ସେଥିରୁ 280ଟି ଆମ୍ବ ପଚିଗଲା ମାନେ ନଷ୍ଟ ହୋଇଗଲା। ସେହି ପଟିରେ ହେଇଯାଇଛି, ସେହି ପେଟିରେ ଆଉ କେତୋଟି ଭଲ ଆମ୍ବ ରହିଲା? ପୂର୍ବରୁ ଆମ୍ବ ଥିଲା ପେଟିରେ କେତୋଟି? 470ଟି ଆମ୍ବ। ପଚି କରି ନଷ୍ଟ ହୋଇଗଲା କେତେ? 280। ଆମେ କ'ଣ କରିବା? ଫେଡ଼ିଦେବା। 0, 7 ରୁ 8 ବିୟୋଗ କରି ହେବ ନାହିଁ। ଏଠିରୁ 1 ଆଣିଲୁ 4 ରୁ ମାନେ 100 ଆଣିଲୁ, କେତେ ହେଲା? 17, 17 10 ରୁ 8 10 ଗଲା ହେଲେ କେତେ 10 ରହିଲା? 9 10। 100 ଏପଟେ ଆସିଥିଲା, ଏଠି କେତେ ଅଛି? 300, 300 ରୁ 200 ଗଲେ 100 ଅର୍ଥାତ୍ କେତେ? 190ଟି ଆମ୍ବ ଭଲ ଆମ୍ବ ରହିଲା ସେହି ପେଟିରେ, 190ଟି ଭଲ ଆମ୍ବ। ଦେଖିବା 7 ନମ୍ବର, 9ଟି ଗାଈ ଓ 8ଟି ବଗର ଗୋଡ଼ ମିଶି କେତେ? ଆମେ ଜାଣିଛୁ ଗୋଟିଏ ଗାଈର 4ଟି ଗୋଡ଼, 9ଟି ଗାଈ ଗୁଣନ 9, 4 9 36ଟି ଗୋଡ଼। ଦେଖିବା ଗୋଟିଏ ବଗର ଗୋଡ଼ ହେଉଛି 2ଟି, 8ଟି ବଗ କହିଛି 8, 2 ଅଷ୍ଟା 16, 16ଟି ଗୋଡ଼। ବର୍ତ୍ତମାନ ମିଶି ମୋଟ କରିବା, ଯୋଗ 6 6 ହେଉଛି 12, 1 ରହିଲା 3 1 4 1 5 କେତେ? 52ଟି। 9ଟି ଗାଈ ଓ 8ଟି ବଗର ଗୋଡ଼ ମିଶି 52ଟି। ଦେଖିବା ପରବର୍ତ୍ତୀ ପ୍ରଶ୍ନ 8 ନମ୍ବର, ଗୋଟିଏ ନଡ଼ିଆର ଦାମ 9 ଟଙ୍କା। ମହେଶ ଗୋଟିଏ ଦୋକାନରୁ 7ଟି ନଡ଼ିଆ କିଣି ଦୋକାନୀକୁ 200 ଟଙ୍କା ଦେଲା, ଦୋକାନୀ ତାକୁ କେତେ ଟଙ୍କା ଫେରାଇବ? ଗୋଟିଏ ନଡ଼ିଆର ଦାମ ହେଉଛି 9 ଟଙ୍କା। ମହେଶ 7ଟି ନଡ଼ିଆ କିଣିଛି, ଗୁଣନ 7, 7 9 ବା 9 7 63। ମହେଶ ଦୋକାନୀକୁ ଦେଇଛି 200 ଟଙ୍କା ଏବଂ 7ଟି ନଡ଼ିଆର ଦାମ ହେଉଛି 63 ଟଙ୍କା, ବିୟୋଗ 63। 0 ରୁ 3 ବିୟୋଗ ହେବ ନାହିଁ, 10 ରୁ 3 ବିୟୋଗ ହେଲା 7। ଏଠି ଅଛି 0 ପାଖରେ 9 ଅଛି, 9 ରୁ 6 ବିୟୋଗ କଲେ 3। ଏଠି 1 ଅଛି, 1 ଯାଇଥିଲା ସେପଟେ 1, 137 ଟଙ୍କା। 137 ଟଙ୍କା ସେ ଫେରାଇବ ମହେଶକୁ ଦୋକାନୀ। ଦେଖିବା 10 ନମ୍ବର, ଯାହାକି ଆଜିର ଶେଷ ପ୍ରଶ୍ନ। ଗୋବିନ୍ଦ ବାବୁ ଦୈନିକ 50 ଟଙ୍କା ରୋଜଗାର କରନ୍ତି ଓ 44 ଟଙ୍କା ଖର୍ଚ୍ଚ କରନ୍ତି, ଅବଶିଷ୍ଟ ଟଙ୍କା ସଞ୍ଚୟ କରନ୍ତି। ତେବେ ସେହିଭଳି ସେ 9 ଦିନରେ କେତେ ଟଙ୍କା ସଞ୍ଚୟ କରିବେ? ଗୋବିନ୍ଦ ବାବୁ ଦୈନିକ ଅର୍ଥାତ୍ ଦିନକୁ ସେ 50 ଟଙ୍କା ରୋଜଗାର କରନ୍ତି ଏବଂ ଖର୍ଚ୍ଚ କରନ୍ତି କେତେ? 44 ଟଙ୍କା ସେ ଖର୍ଚ୍ଚ କରନ୍ତି, ଆଉ ଅବଶିଷ୍ଟ ଟଙ୍କାକୁ ସେ ସଞ୍ଚୟ କରନ୍ତି ଦିନକୁ। ତେବେ ସେ ଦିନକୁ କେତେ ସଞ୍ଚୟ କରନ୍ତି ଦେଖିବା। 0 ରୁ 4 ବିୟୋଗ ହେବ ନାହିଁ, 10 ରୁ 4 ବିୟୋଗ କଲେ 6। ଏଠି ଅଛି 4, 4 ରୁ 4 ବିୟୋଗ କଲେ 0, ଅର୍ଥାତ୍ ସେ ଦିନକୁ 6 ଟଙ୍କା ସଞ୍ଚୟ କରନ୍ତି, 6 ଟଙ୍କା। ପ୍ରଶ୍ନ କହିଛି ସେହିଭଳି 9 ଦିନରେ ସେ କେତେ ଟଙ୍କା ସଞ୍ଚୟ କରିବେ? ଅର୍ଥାତ୍ 6 ଗୁଣନ 9, 6 9 କେତେ? 54 ଟଙ୍କା ସେ 9 ଦିନରେ
54 ଟଙ୍କା ସଞ୍ଚୟ କରିବେ। ତେବେ ଛାତ୍ରଛାତ୍ରୀମାନେ ଆଜି ପାଇଁ ଏତିକି। ଭିଡ଼ିଓଟି ଯଦି ତୁମମାନଙ୍କୁ ଭଲ ଲାଗିଥାଏ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟରେ ନିଜର ବହୁମୂଲ୍ୟ ମତାମତ ଦିଅନ୍ତୁ। ଆଜି ପାଇଁ ଏତିକି, ରହୁଛି। ଧନ୍ୟବାଦ।